ଚାହୁଁ ଚାହୁଁ ଖରା ଆସିଗଲା ମାନେ ସନ୍ଡେଟା ଶୋଇ ପଡ଼ିଥିଲି ତ ସେଥିପାଇଁ ଲେଟ୍ ହେଇଗଲା ଉଠିବା। ଆଉ ସନ୍ଡେରେ ଶୋଇବା କ'ଣ ମଣ୍ଡେ ଶୋଇବା। ଆଜି ଆମର କୁକ୍ ନାହିଁ ତ ସେଥିପାଇଁ ଆଜି ମୁଁ ମ୍ୟାଗି ବନେଇବି। ଆପଣ ଦେଖିପାରୁଥିବେ ପିଆଜ ଅଛି, ଟମାଟୋ ଅଛି, ମ୍ୟାଗି ଆସିଗଲା। ବିନା ନନଭେଜର ମ୍ୟାଗି କେମିତି ହେବ ଆସନ୍ତୁ ମୁଁ ଆପଣଙ୍କୁ ଶିଖାଉଛି। ଠିକ୍ ଅଛି, ଆମେ ଦେଖି ମ୍ୟାଗି କରିପାରିନଥିବ, ମୁଁ ଦେଖା ଶିଖାଉଛି କେମିତି ମ୍ୟାଗି ହେବ, କେମିତି ପ୍ରୋସେସ୍ ବିଟ୍ ବାଇ ବିଟ୍ ଦେଖେଇବି। ଠିକ୍ ଅଛି, ସେଇ ହିସାବରେ କରିବ କାହିଁକିନା ଆପଣଙ୍କ ଲାଇଫ୍ରେ ରୋଷେଇ କରିବାଟା ଶିଖିବାଟା ନିହାତି ଆବଶ୍ୟକ, କାହିଁକିନା ଫ୍ୟୁଚର୍ ପାଇଁ ଦରକାର ପଡ଼ିପାରେ। ବୁଝିପାରିଲ? ଦେଖନ୍ତୁ କେମିତି ଧୀରେ ଧୀରେ ପାଣି ଗୁଡ଼ା ଶୁଖିଯାଉଛି ଗ୍ୟାସ୍ ଚଲାଇଲ। ହ୍ୱାଟ୍ ଇଜ୍ ମିରାକିଲ୍, ମାନିବାକୁ ପଡ଼ିବ କେମିତି ଶୁଖିଯାଉଛି। କାରଣ କ'ଣ, କଞ୍ଚା ଲଙ୍କା କାଟି ଦେଇଛି, କଞ୍ଚା ପିଆଜ, କଞ୍ଚା ଟମାଟୋ, ଇଏ ଆମର ବଡ଼ ଭାଇ। ବୁଝିପାରିଲେ ନା? ଦେଖିପାରୁଥିବେ ତେଲ ପଡ଼ିଗଲା ଏବେ ଆମର। ବେଶୀ ତେଲ ନା ହାଲକା ତେଲ, ମାନେ ବେଶୀ ତେଲ ଖାଇଲେ ଆଇ ଡୋଣ୍ଟ ଲାଇକ୍ ଦିସ୍, ଭଲ ଲାଗେନି, ଦେହ ଖରାପ ହେବ। ସେଥିପାଇଁ ହାଲକା ତେଲ ଖାଇଦେବାଟା ହିଁ ସବୁଠୁ ବେଷ୍ଟ। ପିଆଜଟା ପଡ଼ିଗଲା ଆମର, ପିଆଜ ସହିତ କଞ୍ଚା ଲଙ୍କା ତାକୁ ଧୀରେ ଧୀରେ ଘୁମିଂ କରିବା। ଲାଗୁଛି ତେଲ କମ୍, ପାଣି ଅଧିକ ହେଇଗଲା ଗୋଟେ, ସେଥିପାଇଁ ଚଟ ସ୍ୱାଦ ଅନୁସାରେ ଆମେ ଲୁଣ ପକାଇବା, ମଜା ଲାଗିବନି। ଦେଖନ୍ତୁ ଶିଖନ୍ତୁ, ମୁଁ ଜାଣିଛି ଆପଣ କେବେ ଜୀବନ କରିନଥିବେ, ମୁଁ କରି ଦେଖାଉଛି, ଶିଖନ୍ତୁ। ଭଲ ଲାଗିଲେ ଖରାପ କମେଣ୍ଟ ଦେବେ, ଆଉ ଖରାପ ଲାଗିଲେ ଭଲ ଲାଇକ୍ କରିବେ। ଧୀରେ ଧୀରେ କେମିତି ଟିକେ ବ୍ରାଉନ୍ କଲର୍ ଟାଇପ୍ ଆସିଗଲା ନା, ଯେତେବେଳେ ବ୍ରାଉନ୍ କଲର୍ ଆସିଲେ ଆମେ ଜାଣିଛୁ ପିଆଜଟା ସିଝିଯାଏ, କଞ୍ଚାରୁ ବୁଢ଼ା ହେଇଗଲାଣି, ପତଲା ପଚିଗଲାଣି, ବ୍ରାଉନ୍ କଲର୍ ହେଇଗଲା ମାନେ ତ ପୁରୀ ଟିକେ କମେଇ ଦେବା। ହଁ, ପ୍ରାଇମ୍ ମିନିଷ୍ଟର ପକେଇଲି ଆମର ଲାଲ ଲାଲ ଟମାଟୋ, ତାକୁ ଘାଟିବାକୁ ପଡ଼ିବ ମେଲ୍ଟ ହେବା ପାଇଁ। କାଲି ରାତିରେ ଗୋଟେ ଭିଡ଼ିଓ ଦେଖୁଥିଲି, ଗୋଟେ ଭାଇ ଆମର କହିଲେ କି ଝିଅମାନଙ୍କୁ ଅଧିକ ଲାଇକ୍ ସପୋର୍ଟ କରୁଛନ୍ତି, ପୁରା ମିଲିୟନ୍ ମିଲିୟନ୍ ଭିଉ ଆସୁଛି, ପୁଅମାନଙ୍କର କାହିଁ ଆସୁନି। ଗୋଟେ କଥା ମୁଁ କହୁଛି, ପୁଅମାନଙ୍କର କାହିଁକି ଆସୁନି, ଝିଅ ପିଲାମାନଙ୍କର କାହିଁକି ଆସୁଛି? କାହିଁକି ନା ଝିଅମାନେ ହିଁ ସବୁଠୁ ମାନେ କୁହନ୍ତି ସବୁଠୁ ବେଷ୍ଟ। ସବୁ ବାପା ମାଆ ଚାହାନ୍ତି ଯେ ଆମର ଗୋଟେ ଝିଅଟେ ହଉ, କାହିଁକିନା ପୁଅମାନେ ହେଉଛନ୍ତି ସେଟା ବେଇମାନ, ଖାଇବେ ପିଇବେ ପଛରୁ ମାରିଦେଇକି ପଳେଇବେ ବାପା ମାଆ ଦ୍ୱାରା। ସେଥିପାଇଁ ସବୁବେଳେ ବାପା ଗୋଟେ ଖୋଜେ ମୋର ଗୋଟେ ଝିଅ ଦରକାର। ସେଥିପାଇଁ ଲୋକମାନେ ଝିଅ ପିଲାଙ୍କୁ ଲାଇକ୍ କରୁଛନ୍ତି, ସପୋର୍ଟ କରୁଛନ୍ତି, କିନ୍ତୁ ପୁଅମାନଙ୍କୁ କରୁନାହାନ୍ତି। କିନ୍ତୁ ପୁଅମାନେ ବହୁତ ମେହନତ କରିକି ଆଗକୁ ବଢ଼ୁଛନ୍ତି, ମନା କରାହେଉନି, ବହୁତ ମେହନତ କରିକି ଆଗକୁ ବଢ଼ୁଛନ୍ତି, ତାଙ୍କର ବି ବହୁତ ମିଲିୟନ୍ ମିଲିୟନ୍ ଭ୍ୟୁଜ୍ ଆସୁଛି, ସେମାନେ ଭଲ ପଇସା କମାଉଛନ୍ତି, ଘର ପରିବାରକୁ ଦେଖୁଛନ୍ତି। ଯିଏ ଭଲ ମେଣ୍ଟାଲିଟିରେ ରହିଲା ସେଇ ପଇସାକୁ ଭଲ ୟୁଟିଲାଇଜ୍ କରିବ, ଯିଏ ଅଲଗା ମେଣ୍ଟାଲିଟି ରହିଲା ସେ ପଇସାକୁ ୟୁଟିଲାଇଜ୍ କରିବ ଅବ୍ୟବହାର। ସେଥିପାଇଁ ଆମେ କାହାକୁ ଆମ ନିଜ କ୍ରାଇଟେରିଆ ବଢ଼ାଇବା ପାଇଁ ଆମେ ଇମୋସନାଲି ଲୋକମାନଙ୍କୁ କହିବା ସୋସିଆଲ୍ ମିଡ଼ିଆରେ କି ଝିଅମାନଙ୍କୁ ସପୋର୍ଟ କରୁଛନ୍ତି, ପୁଅମାନଙ୍କୁ ସପୋର୍ଟ କରୁନାହାନ୍ତି। ଡିପେଣ୍ଡ କରୁଛି ତୁମେ ଯେଉଁ ଭିଡ଼ିଓଟା କହିଲ, ତୁମେ ବି କାହିଁକି ନା କାହିଁକି ଷ୍ଟାର୍ଟିଂରୁ ଝିଅମାନଙ୍କୁ ହିଁ ଲାଇକ୍ କରୁଥିଲ, ଝିଅମାନଙ୍କୁ କମେଣ୍ଟ କରୁଥିଲ। ତୁମେ ଭିଡ଼ିଓ ଷ୍ଟାର୍ଟ କଲ ତ ତୁମେ ତାଙ୍କମାନଙ୍କୁ ବ୍ଲେମ୍ କରିବାର ଆବଶ୍ୟକ କିଛି ନାହିଁ। ଚାଲୁ ଲାଇଫ୍ର ଗୋଟେ ମଜାମସ୍ତି ରହିବା ଦରକାର। ଆଜି ତୁମେ ଭିଡ଼ିଓ କରୁଛ, ବୟସ ଅଛି, କାଲି ବୟସ ନଥିବ ଭିଡ଼ିଓ କରିପାରିବନି, ତ ସେଇ ସମୟରେ ତୁମେ କ'ଣ କରିବ? ସବୁବେଳେ ବ୍ୟାକଅପ୍ ରଖ, କିଏ କ'ଣ କଲା କ'ଣ ନାହିଁ ତାକୁ ଫରଗେଟ୍, ସେଗୁଡ଼ା ମାଇଣ୍ଡରୁ ବାହାର କର, ନିଜେ କରିଚାଲ, ହେଲେ ହେବ ନହେଲେ ନାହିଁ। ଭଗବାନ ହାତ ଗୋଡ଼ ଦେଇଛନ୍ତି, କାମ କରିବା, ପଇସା ଇନକମ୍ କରିବା। ଆମେ କ'ଣ ଭିଡ଼ିଓ ଉପରେ ଡିପେଣ୍ଡ ରହିଛି? ସେମିତି ନୁହଁ ନା, କାମ କର, କାହାକୁ ଇଣ୍ଡିକେଟ୍ କର। ଦେଖିପାରୁଥିବ ଆମେ ଗୋଟେ ମ୍ୟାଗିଟା ପକାଇ ଦେଇଛୁ, ମ୍ୟାଗି ପକାଇ ଦେଇକି ତାକୁ ଟିକେ ମେଲ୍ଟ କରିବା ପାଇଁ ଆମେ ଢାକି ଦେଇଛୁ। ଠିକ୍ ଅଛି, ଆମର ବାହାରିଲା ପରେ ଜଣାପଡ଼ିବ ରେଜଲ୍ଟ କେମିତି ଅଛି। ଆଉ ଜୀବନ ତ ଆପଣ ମ୍ୟାଗି କେବେ କରିନଥିବେ, ମୁଁ କରି ଦେଖାଉଛି, ଶିଖ, କରି ଖାଇବ। ଫାଇନାଲି ଦେଖିପାରୁଥିବେ ଆମର ମ୍ୟାଗି ତିଆରି ହେଇଗଲା। ଏଇ ମ୍ୟାଗି ଆମେ 3 ଜଣ ଖାଇବୁ, କିନ୍ତୁ 15 ଜଣଙ୍କ ପାଇଁ ରୋଷେଇ ହେଇଛି, କିନ୍ତୁ ଆମେ 3 ଜଣ ମ୍ୟାନେଜ୍ କରିଦେବୁ। ଦେଖନ୍ତୁ ଆମର ଫାଇନାଲି ମ୍ୟାଗି ରେଡ଼ି ହେଇଗଲା, ଏବେ ଖିଆ ହେବ। ଅକୁଲ ଖାଉଛନ୍ତି, ମୁଁ ବି ଖାଇବି। ଏବେ ଶିଖିଗଲା ତ କେମିତି ମ୍ୟାଗି କରାଯାଏ, ଆରାମସେ ମୋ ଭିଡ଼ିଓ ଦେଖିବ, ଭିଡ଼ିଓ ଦେଖିକି ଶିଖିବ ମ୍ୟାଗିଟା କେମିତି କ'ଣ କରାଯାଉଛି, ଆଉ ଟେଷ୍ଟ କରିବ। ଠିକ୍ ଅଛି, କେମିତି ଲାଗୁଛି ଅକୁଲ ମ୍ୟାଗିଟା? ଭଲ ଲାଗୁଛି? ଓକେ ନା?